ଗୁରୁ ଜ୍ଞାନ ଦାନ କରନ୍ତି ଓ ଶିଷ୍ୟର ପାପକୁ କ୍ଷୟ କରନ୍ତି। ଗୁରୁ ଆଜ୍ଞା ଉଲ୍ଲଂଘନ କଲେ ମହାପାତକ ହୁଏ। ଗୁରୁଙ୍କୁ ନର ମନେ ନ କରି ନାରାୟଣ ଜ୍ଞାନ କଲେ ଭଗବାନଙ୍କର ଆଶୀର୍ବାଦ ମିଳେ। ଗୁରୁ କରି ସବୁ କଥା ଶିକ୍ଷା କରାଯାଇପାରେ। ଗୁରୁଙ୍କ ପ୍ରତିକୃତି ରଖି ପୂଜା କଲେ ସ୍ମରଣ ଶକ୍ତି ବୃଦ୍ଧି ହୁଏ। ଗୁରୁଙ୍କୁ ମିଛ କହିଲେ ଦାରିଦ୍ର୍ୟ ଗ୍ରାସ କରେ। ଗୁରୁ ବଚନ ମାନିଲେ ସବୁଠାରେ ଜୟ ହୁଏ। ଗୁରୁଙ୍କ ପାଦ ବନ୍ଦନା କଲେ ପାପ ତାପ ଦୂରୀଭୂତ ହୋଇଯାଏ। ଶିଷ୍ୟର ପାପରେ ଗୁରୁ ଭାଗିଦାର ହୋଇଥାନ୍ତି। ଗୁରୁ କନ୍ୟା ବା ପତ୍ନୀଙ୍କୁ ଅଶାଳୀନ ବ୍ୟବହାର କଲେ ମହାପାତକ ଭୋଗ କରିବାକୁ ପଡ଼ିଥାଏ। ଗୁରୁ ନିନ୍ଦା ନର୍କ ଭୋଗୀ। ଗୁରୁ ସର୍ବଦା ଶାନ୍ତ ସରଳ କୁଳୀନ ଶୁଦ୍ଧାଚାରୀ ଦକ୍ଷ ବୁଦ୍ଧିମାନ ସୁପ୍ରତିଷ୍ଠିତ ପରିଶ୍ରମୀ ଓ ପବିତ୍ର ହେବା ଦରକାର। କିଛି ନିହାତି ଜାଣିବା କଥା, ପାପକୁ କ୍ଷମା ଦେବା ଅର୍ଥ ପୁଣ୍ୟକୁ ନଷ୍ଟ କରିବା। ଲୋଭ ନାହିଁ ତ ପାପ କାହିଁ। ଯେ ସବୁ କାମ ଆଦରି ବସେ ସେ କିଛି କରିପାରେ ନା। ମୁକ୍ତା ପାଇବେ ତ ଗଭୀର ସମୁଦ୍ରକୁ ଯାଆନ୍ତୁ। କଷ୍ଟରୁ ଆରମ୍ଭ ଶୁଭରେ ସମାପ୍ତି। ପ୍ରେମୀ ପ୍ରେମିକାର କୁକୁରକୁ ବି ଭଲ ପାଏ। ପ୍ରେରଣା ହିଁ ପ୍ରତିଭା। ନିର୍ଦ୍ଦୋଷ ବ୍ୟକ୍ତିର ଭୟ କାହାକୁ। ଅଳସୁଆର ବିଶ୍ରାମ କାହିଁ। ଖରାପ ଅଭ୍ୟାସ ଚଞ୍ଚଳ ବଢ଼େ। ବଡ଼ ହେବାକୁ ଇଚ୍ଛା ଥିଲେ ପ୍ରଥମେ ଛୋଟ ହୁଅନ୍ତୁ। ଅସମ୍ଭବ ଶବ୍ଦଟି ବୋକାମାନଙ୍କର ଅଭିଧାନରେ ଥାଏ। ଯିଏ ବୁଦ୍ଧି ଖୋଜି ପାଇଛି ସେ ସୁଖୀ। ଆଶା ଅଟେ ଉତ୍ଥାନର ସ୍ୱପ୍ନ। ଆଖି ବୁଜିଲେ ସାତ ପର୍ବତ ଉହାଡ଼। ଯୁଦ୍ଧରେ ଦ୍ୱିତୀୟ ସ୍ଥାନ ପାଇଁ କୌଣସି ପୁରସ୍କାର ନାହିଁ। ନିର୍ଜନତା ହିଁ ଉପଯୁକ୍ତ ସାଥୀଟିଏ। ବିଭବଶାଳୀ ବ୍ୟକ୍ତି ପକ୍ଷରେ ନମ୍ର ହେବା ଅତି କଷ୍ଟକର। ପ୍ରେମ ହିଁ ପୃଥିବୀକୁ ସଞ୍ଚାଳିତ କରେ। ଶତ୍ରୁ ଏବଂ ପାପୀମାନଙ୍କ ସଙ୍ଗ କଦାପି ଭଲ ନୁହେଁ। ସେମାନଙ୍କ ଠାରୁ କିଛି ବି ଭଲ ଗୁଣ ଶିଖି ହେବ ନାହିଁ। ଏମାନଙ୍କ ଠାରୁ ଯେତେ ଦୂରରେ ରହିବେ ସେତେ ମଙ୍ଗଳ। ଏମାନଙ୍କ ସଙ୍ଗ ଠାରୁ ଭଲ ବରଂ କୌଣସି ଜ୍ଞାନୀ ବିଦ୍ୱାନଙ୍କ ପାଖକୁ ଯାଇ ବସିବା। ଏହାଦ୍ୱାରା କିଛି ବି ଲାଭ ହୋଇପାରେ। ଭଲ ଗୁଣ ଶିଖିବାକୁ ମିଳିପାରେ। ଯେମିତି ଚୁମ୍ବକ ସଂସ୍ପର୍ଶରେ ଆସିଲେ ସାଧାରଣ ଲୁହାଟିଏ ଚୁମ୍ବକତ୍ୱ ଗ୍ରହଣ କରିଥାଏ, ମାତ୍ର କଳଙ୍କି ଲଗା ଲୁହା ସଂସ୍ପର୍ଶରେ ଆସିଲେ ଭଲ ଲୁହାଟିଏ ମଧ୍ୟ କଳଙ୍କି ଲାଗିବାକୁ ଆରମ୍ଭ କରେ। କାହାରି ଗୁଣର ପ୍ରଶଂସା କରି ସମୟ ନଷ୍ଟ କରିବା ଅପେକ୍ଷା ସେ ଗୁଣକୁ ଆପଣାଇବାର ପ୍ରୟାସ କରିବା ଉଚିତ। ଦାୟିତ୍ୱ ଏକ ବୋଝ ନୁହେଁ, ବରଂ ଏକ ପ୍ରକାର ଶକ୍ତି ଅଟେ। ଜୀବନରେ କେବଳ ଇଚ୍ଛାକୁ ମହତ୍ୱ ନ ଦେଇ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଭାବନ୍ତୁ, ଯାହା ମୋ ପାଖରେ ଅଛି ମୋ ପାଇଁ ତାହାର ଏକ ବିଶେଷ ଉଦ୍ଦେଶ୍ୟ ରହିଛି। ଭାଗ୍ୟ ଉପରେ ନୁହେଁ, ପରିଶ୍ରମ ଉପରେ ବିଶ୍ୱାସ କରନ୍ତୁ। ସକାରାତ୍ମକ ବାର୍ତ୍ତା। ନିଜ ଭିତରେ ନକାରାତ୍ମକ ବିଚାରକୁ ଦୂର କରି ସକାରାତ୍ମକ ବିଚାର ଆଣିବା ଦରକାର। କୌଣସି ବି ପରିସ୍ଥିତିରେ ହାର ମାନିବା ଉଚିତ ନୁହେଁ। ନିଜ ମସ୍ତିଷ୍କକୁ ସକାରାତ୍ମକ ବାର୍ତ୍ତା ଦେବା ଦରକାର। ଏହା ଦ୍ୱାରା ଜୀବନର ବଡ଼ରୁ ବଡ଼ ସମସ୍ୟା ଛୋଟ ପରି ଲାଗିଥାଏ। ମନୁଙ୍କ କିଛି ବାଣୀ। ଏକୁଟିଆ ହୋଇ ଦୂର ବାଟକୁ ଯିବ ନାହିଁ। ରାତ୍ରିରେ ଗଲାବେଳେ ଗଛ ମୂଳ ଦେଇ ଯିବ ନାହିଁ। ବାଛୁରୀ ବନ୍ଧା ହୋଇଥିବା ଦଉଡ଼ି ଡେଇଁ ଯିବ ନାହିଁ। ଭୋଜନ ପରେ ମଧ୍ୟରାତ୍ରରେ ଅଜ୍ଞାତ ଜଳାଶୟରେ ଗଭୀର ଜଳରେ ସ୍ନାନ କରିବ ନାହିଁ। ଦାନ୍ତରେ ନଖ ଛିଡ଼ାଇବ ନାହିଁ। ପିତା ମାତା ଭାଇ ଭଉଣୀ ସ୍ତ୍ରୀ କନ୍ୟା ପୁତ୍ରବଧୂ ଓ ଭୃତ୍ୟ ସହିତ କଦାପି ବିବାଦ କରିବ ନାହିଁ। ଆର୍ଯ୍ୟା ଓ ପୁଅ ଆପଣାର ଶରୀର ପରି। ଜ୍ୟେଷ୍ଠ ଭ୍ରାତା ପିତା ସମାନ। ଏମାନଙ୍କର ସହିତ ବିବାଦ କରିବ ନାହିଁ। ନବବିବାହିତା ସ୍ତ୍ରୀ, କୁମାରୀ, ରୋଗୀ, ଗର୍ଭବତୀ ସ୍ତ୍ରୀ ଗୃହକୁ ଆସିଲେ ଏମାନଙ୍କୁ ସମସ୍ତଙ୍କ ଆଗରୁ ଶୁଆଇବ। ଅତି ପୁରୁଣା ଘରେ, ଉଇ ହୁଙ୍କା ଥିବା ଘରେ, ନିଛାଟିଆ ଥିବା ଘରେ କିମ୍ବା ବାହାର ଘରେ ଏକୁଟିଆ ଶୋଇବ ନାହିଁ। ମାତା ଭଗିନୀ ବା କନ୍ୟା ସହିତ ଏକାନ୍ତ
ବା ନିର୍ଜନ ସ୍ଥାନରେ ବସିବ ନାହିଁ ଓ ଶୋଇବ ନାହିଁ, କାରଣ ବଳବାନ ଇନ୍ଦ୍ରିୟ ସକଳ ବିଦ୍ୱାନ ପୁରୁଷଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। କ୍ରମାଗତ ଭାବେ ଅଧ୍ୟୟନ ପାଇଁ ଚେୟାରରେ ବସିବା ଦ୍ୱାରା ମେରୁଦଣ୍ଡରେ ପ୍ରେସର ଆସିଥାଏ ଏବଂ କ୍ରମାଗତ ବହୁ ସମୟ ଧରି ଅଧ୍ୟୟନରତ ହେଲେ ଏକାଗ୍ରତାରେ ବିଚ୍ୟୁତି ଘଟିପାରେ। 2-3 ଘଣ୍ଟା ଅନ୍ତରରେ ସାମାନ୍ୟ ବିରତ ନିଆଯାଇପାରେ। ଯଦି ଅଧ୍ୟୟନରେ ଏକାଗ୍ରତା ନ ରହେ 1 ଘଣ୍ଟା ବ୍ୟବଧାନରେ ବିରତି ନିଆଯାଇପାରିବ ଏବଂ ପୁଣି ପଠନରେ ଧ୍ୟାନ ଦିଆଯାଇପାରିବ। ଅଧ୍ୟୟନ ସମୟରେ ସୁଜ୍ ଓ ଆରାମଦାୟକ ପ୍ୟାଣ୍ଟ ଓ ସାର୍ଟ ବା ଟ୍ରାଉଜର ବ୍ୟବହାର କରିବା ଉଚିତ। ଜୟ ଶ୍ରୀ ଜଗନ୍ନାଥ।